हाय ସାଙ୍ଗମାନେ ମୁଁ ଟିଟୋ ୱେଲକମ୍ ମାଇ ଚ୍ୟାନେଲ୍। ଆଜି ଆମେ ଡିସ୍କସନ୍ କରିବା ବିନା ଏକ୍ଜାମ୍ରେ କେମିତି ଗୋଟେ ମେରିଟ୍ ବେସ୍ଡରେ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ପାଇବା ସେ ବିଷୟରେ ଆଜି ଆଲୋଚନା କରିବା। ଚାଲନ୍ତୁ ଏ ଭିଡ଼ିଓଟି ଷ୍ଟାର୍ଟ କରିବା। ଟପ୍ 5 ଜବ୍ କ'ଣ କେଉଁ ଜବ୍ ଅଛି ସେଇ ଜବ୍ ବିନା ଏକ୍ଜାମ୍ରେ ଆମେ କରିପାରିବା। ପ୍ରଥମ ହେଉଛି କେମିତି ରହିବ ମେରିଟ୍ ବେସ୍ଡ ରହିବ ସିଲେକ୍ସନ୍ ପ୍ରୋସିଜିଓରଟା। ଯାହାର ଅଧିକ ମାର୍କ ସେ ସିଲେକ୍ସନ୍ ପାଇବ, ଯାହାର କମ୍ ନାହିଁ। ଚାଲନ୍ତୁ ଦେଖିବା ଆମର ଫାଷ୍ଟ କେଉଁ ଜବ୍ଟି ଅଛି। ଆପଣ ଦେଖନ୍ତୁ ଫାଷ୍ଟ ଇଣ୍ଡିଆନ୍ ପୋଷ୍ଟ ଯେଉଁଟା କହନ୍ତି GTS, ସେଇଥିର ଗୋଟେ ଭ୍ୟାକେନ୍ସି ଅଛି। ତୁମେ ଭାରତୀୟ ଡାକ ସେବାର ଏଇଟା ଗୋଟେ ଭ୍ୟାକେନ୍ସି। ଗୋଟେ ଭ୍ୟାକେନ୍ସିର ନାଁ ହେଉଛି BPM ବ୍ରାଞ୍ଚ ପୋଷ୍ଟ ମାଷ୍ଟର କିମ୍ବା ABPM, ଆଉ ଗୋଟେ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଆଉ ଗୋଟେ ରହୁଛି ଆପଣ ଗୋଟେ ପୋଷ୍ଟ ରହୁଛି ଡାକ ସେବକ। ବାସ୍ ଏଇ ତିନୋଟି ପୋଷ୍ଟ ରହିବ। ଏଇ ପୋଷ୍ଟ ଗୁଡ଼ା ତୁମେ ପ୍ଲେନ୍ 10ମ ପାସ୍ ଆଉଟ୍ କରିଥିବା ଦରକାର, ଆଉ ତା'ର ନଲେଜ୍ ଥିବା ଦରକାର। ତୁମର ସାଇକେଲିଂ ଆଉ ହେଉଛି ତୁମର ଯେଉଁ ଷ୍ଟେଟ୍ରେ ତୁମେ ଜବ୍ କରୁଛ ସେ ଲୋକାଲ୍ ଲାଙ୍ଗୁଏଜ୍ ଜାଣିଥିବା ଦରକାର। ତା ସାଲାରୀ ଏମିତି ରହିବ 20 ରହିବ। କାହିଁକିନା ଗୋଟେ ସାଙ୍ଗଟା ମୋର ଜବ୍ କରୁଛି, ସିଏ ପାଉଛି ସେଇ 18-19 ପାଉଛି, 10-20 ଭିତରେ ରହିବ। ଆଉ ତା'ର ମେରିଟ୍ ଲିଷ୍ଟ ମାନେ କ'ଣ କହିଲ, ଆମର ସେଟା ଅଟୋମେଟିକ୍ ତା ଉପରକୁ ଡିସାଇଡ଼୍ ହେବ। ମାନେ ତୁମେ ଆପ୍ଲାଏ କରିସାରିଲ, ତାପରେ ଡିସିସନ୍ ଆଇଲା ଯାହାର ଅଧିକା ତାର ସେଇଟା ଜବ୍ ହେଲା। ବାସ୍ ଏଇଟା ସରିଲା ଆମର ଫାର୍ଷ୍ଟରେ। ସେକେଣ୍ଡରେ ଆଲୋଚନା କରିବା ଆମର ଇଣ୍ଡିଆନ୍ ରେଲୱେ, ଆଉ ଗୋଟେ PSU। ଆପେଣ୍ଡିକ୍ସର ଯେଉଁ ପୋଷ୍ଟ ରହିଲା ସେ ପୋଷ୍ଟଟା ହେଉଛି ଆମର କହୁଛୁ ମାନେ ବିନା ଏକ୍ଜାମ୍ରେ ମେରିଟ୍ ବେସ୍ରେ ସିଲେକ୍ସନ୍ ହୁଏ। କମ୍ପିଟିସନ୍ କ୍ୱାଲିଫିକେସନ୍ ହେଉଛି ତୁମେ 50% ମିନିମମ୍ କରିଥିବା ଦରକାର 10th ପାସ୍, ମାନେ 10th ମାର୍କ ଦରକାର। ITI ସାର୍ଟିଫିକେଟ୍ ଥିଲେ ଯେଉଁ ଟ୍ରେଡ଼୍ରେ ତୁମର ଦରକାର ମାନେ ପୋଷ୍ଟଟା, ସେଇ ଟ୍ରେଡ଼୍ରେ ITI ସାର୍ଟିଫିକେଟ୍ ଥିବା ଦରକାର। ମାସକୁ ତା'ର ଷ୍ଟାଇପେଣ୍ଡ୍ ରହିଯିବ 7,000 ରୁ 12,000 ତା'ର ଷ୍ଟାଇପେଣ୍ଡ୍ ରହିବ। ଆଉ ଗୋଟେ ମନେ କରନ୍ତୁ, ବଡ଼ କଥା ହେଉଛି ତାହେଲେ ଯେଉଁ ଆପେଣ୍ଡିକ୍ସ କରୁଥିବେ ତା'ର ହେଉଛି 20% ରିଜର୍ଭ ରହିବ। ମାନେ ସେ 20%କୁ ଗଭର୍ଣ୍ଣମେଣ୍ଟ ଜବ୍ ଯେମିତିକି ଲେବୁଲ୍ 1ର ଯେଉଁଟା ଗ୍ରୁପ୍ ବି କହିଲା ତା ଦେହରେ ପୋଷ୍ଟିଂ କରାଯିବ। ଯେମିତିକି ଆପଣଙ୍କୁ କହିଥିଲେ PSUର ଆମର ସେମିତି ରହିଛି OCL, ONGC, VL, ସେଇଥିରେ ବି ଆପେଣ୍ଡିକ୍ସ ରହିବ। ତା'ର ଯେମିତି 20% ଗଭର୍ଣ୍ଣମେଣ୍ଟ ସିଟ୍ ରହିବ। ସେମିତି ଆସିଗଲା 3 ନମ୍ବରରେ। ଆଉ ଗୋଟେ ପୋଷ୍ଟ ଆସିବ ନ୍ୟାସନାଲ୍ ହେଲ୍ଥ ମିଶନ୍ ତରଫରୁ ଆପଣଙ୍କର ଏମିତି ପୋଷ୍ଟ ଆସିବ। କେମିତି ପୋଷ୍ଟ ନାଁ ହେଉଛି ଷ୍ଟାଫ୍ ନର୍ସ, ଡାଟା ଏଣ୍ଟ୍ରି ଅପରେଟର, ଲ୍ୟାବ୍ ଟେକ୍ନିସିଆନ୍। ସେ ଯେଉଁ ପୋଷ୍ଟ ଏମିତି ତା'ର ପୋଷ୍ଟ ଅଛି, ସେ ପୋଷ୍ଟର ମେରିଟ୍ ବେସ୍ରେ ସିଲେକ୍ସନ୍ ହୁଏ। ମେରିଟ୍ ବେସ୍ ମାନେ ହେଲା ପରେ ତାପରେ ତୁମକୁ ୱାକିଂ ଇଣ୍ଟରଭ୍ୟୁ ଗୋଟେ ଡାକିବେ। ତା'ର ଇଣ୍ଟରଭ୍ୟୁ ହେଲା ପରେ ତା'ର ସିଲେକ୍ସନ୍ ମାନେ ସେଇ ସିଲେକ୍ସନ୍ ସେ କରିଦେବେ। ସିଲେକ୍ସନ୍ ପରେ ତାପରେ ଜବ୍ଟା ସେଇଟା ପରମାନେଣ୍ଟ ହେଇଯିବ। ଏଇଟା ବିନା ଏକ୍ଜାମ୍ରେ ଏ ପରମାନେଣ୍ଟ ହେଇଯିବ। ବାସ୍ ତାପରେ ଆଉ ଗୋଟେ ନେକ୍ସଟ ଜବ୍ ଆସିଲା ଆମର ଅଙ୍ଗନବାଡ଼ି, ଯେଉଁଟା କହନ୍ତି ICDCର ରିକ୍ୱାରମେଣ୍ଟ ଥାଏ। ସେଟା ଅଙ୍ଗନବାଡ଼ି ଯେମିତି ହେଲା ତୁମ ଭିଲେଜ୍ ଏରିଆରେ ଯେଉଁ ଅଙ୍ଗନବାଡ଼ିରେ ଯେଉଁ ଟିଚର୍ ଅଛନ୍ତି କିମ୍ବା ତା'ର ଯିଏ ମାନେ ୱାର୍କର ଅଛନ୍ତି, ଯିଏ ହେଲ୍ଥର ଅଛନ୍ତି, ତାକୁ କ'ଣ କରିବା ନା ତାକୁ ମେରିଟ୍ ବେସ୍ରେ ସିଲେକ୍ସନ୍ ହୁଏ। ନୋ ଏକ୍ଜାମ୍, ମାନେ ତା'ର ଏକ୍ଜାମ୍ ନାହିଁ। ଆଉ ସେ ୱାନ୍ସ ଜବ୍ ହେଇଗଲା ପରେ ତୁମ ପାଖରେ ପରମାନେଣ୍ଟ ହେଇଯିବ। ମେରିଟ୍ ବେସ୍ ସିଲେକ୍ସନ୍ ହେଇଯିବ। ତା'ର ଯେମିତି ତୁମ ୱାର୍ଡ଼ରେ ସିଲେକ୍ସନ୍ ହୁଏ, ତୁମ ୱାର୍ଡ଼ରେ ମେରିଟ୍ ବେସ୍ ଅନୁସାରେ ସିଲେକ୍ସନ୍ ହୁଏ। କିନ୍ତୁ ତୁମ ଅଲଗା ଭିଲେଜ୍ ଲୋକ ଆପ୍ଲାଏ କରିପାରିବେନି, ତୁମ ୱାର୍ଡ଼ ଲୋକ ଆପ୍ଲାଏ କରିପାରିବେ। ବାସ୍ ତୁମେ ଦେଖିଦିଅନ୍ତୁ ଡକୁମେଣ୍ଟ କ'ଣ ଦରକାର। ତୁମ ଡକୁମେଣ୍ଟ ଚେକ୍ ଲିଷ୍ଟ ଯେମିତି ତୁମ 10th 12th ମାର୍କସିଟ୍,
ଭ୍ୟାଲିଡ୍ କାଷ୍ଟ ସାର୍ଟିଫିକେଟ୍ ଯଦି SC/ST ହେଇଥିବେ, ତାପରେ ତୁମର ରେସିଡେନ୍ସ ସାର୍ଟିଫିକେଟ୍, ତାର ପାସପୋର୍ଟ ସାଇଜ୍ ଫଟୋ, ଆଧାର କାର୍ଡ଼, ଭୋଟର ID ଏଇଟା ଥିବା ଦରକାର। ଏଇଭଳିଆ ଅପଡ଼େଟ୍ ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ରହିଲି।